ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନଭେମ୍ବର ମାସର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେଉଁ ବାଧାବିଘ୍ନ ସବୁ ଆସୁଥିଲା ସେଗୁଡ଼ିକ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ କମେଣ୍ଟରେ ଜୟ ଜଗନ୍ନାଥ ଜୟ ଶନିଦେବ ଲେଖିବା ସହ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଫଳରେ ଜାଣିପାରିବେ ଆପଣଙ୍କର ଏହି ନଭେମ୍ବର ମାସରେ କିପରି ଆପଣଙ୍କ ଜୀବନଟି ବଦଳିବାକୁ ଯାଉଅଛି। ଦେଖନ୍ତୁ, ସାଧାରଣତଃ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ସାହସୀ ଏବଂ ପରିଶ୍ରମୀ ହୋଇଥାନ୍ତି। ତେଣୁ ଆପଣଙ୍କର କର୍ମଜୀବୀ ହେତୁ ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ଶନି, ଯାହା ଆପଣଙ୍କୁ କର୍ମ କରାଇବା ପରେ ମଧ୍ୟ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ଉନ୍ନତି ଘଟାଇବେ ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବଡ଼ ଚଳନ ଆସିବ ତାହାର ମଧ୍ୟ କର୍ମଦାତା ରହିବେ ଶନି, କାରଣ ଶନି ହେଉଛନ୍ତି କର୍ମଫଳଦାତା। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଆପଣଙ୍କର କର୍ମକୁ ଟିକେ ସୁଧାରନ୍ତୁ। କୌଣସି ଜିନିଷ ପ୍ରତି ମଧ୍ୟ ଲୋଭ ରଖନ୍ତୁ ନାହିଁ, କାରଣ ଏ ଜିନିଷରେ ଯେତେ ଲୋଭ ରଖିଲେ ମଧ୍ୟ ଆମେ ଖାଲି ହାତରେ ଆସିଛେ, ଖାଲି ହାତରେ ମଧ୍ୟ ଯିବା। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଆପଣଙ୍କର କର୍ମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସମାଜ ସେବା ମଧ୍ୟ କରନ୍ତୁ। କୌଣସି ଦାରିଦ୍ର ବ୍ୟକ୍ତିକୁ ମଧ୍ୟ ବସ୍ତ୍ର ଦାନ କରନ୍ତୁ, ହେଉ କିମ୍ବା ଖାଦ୍ୟ ଅର୍ଥ ଯେକୌଣସି ଭାବରେ ଆପଣଙ୍କ ପାଖରେ ଯେକୌଣସି ଭାବରେ ଆପଣ ସାମର୍ଥ୍ୟ ଅଛନ୍ତି, ଯେକୌଣସି ଭାବରେ ଆପଣ ସାହାଯ୍ୟ କରିପାରିବେ। ଦେଖିବେ ଆପଣଙ୍କୁ ବହୁତ ମାତ୍ରାରେ ମଙ୍ଗଳ ହେବ ଏବଂ ଶନିଙ୍କର ଆପଣଙ୍କ ଉପରେ ଉଚ୍ଚ ସ୍ଥାନରେ ରହିଥିବାରୁ ଶନି ଆପଣଙ୍କୁ ଆପଣଙ୍କ କର୍ମ ଅନୁଯାୟୀ ଫଳ ଦେବେ। ଦେଖିବେ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ ଏବଂ ଶନି ଆପଣଙ୍କର ଉଚ୍ଚ ସ୍ଥାନରେ ଥିବାରୁ ଆପଣଙ୍କୁ ଏହି ନଭେମ୍ବର ମାସରେ ବହୁତ ସାରା ଧନର ମଧ୍ୟ ପ୍ରାପ୍ତ ହେବାର ଅଛି। ଆପଣଙ୍କ ଜୀବନରେ ବହୁତ ହସ ଖୁସିର ଲାଇଫ୍ ମଧ୍ୟ ଯିବ। ଆପଣଙ୍କର ବିବାହ ହେଉ କିମ୍ବା ପାରିବାରିକ ହେଉ, ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ, ଆପଣଙ୍କ ଲଭ୍ ଲାଇଫ୍ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଆପଣଙ୍କୁ ଯେଉଁ ଅବିଶ୍ୱାସ କରୁଥିଲେ ଆପଣଙ୍କ ପାର୍ଟନର, ତାହା ମଧ୍ୟ ଆଉ ହେବ ନାହିଁ। ଆପଣଙ୍କ ଜୀବନରେ ଆଉ ସନ୍ଦେହ ବୋଲିକା ଜିନିଷ କିଛି ରହିବ ନାହିଁ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଆପଣଙ୍କର କର୍ମ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର କର୍ମ ଉପରେ ଧ୍ୟାନ ଦେବା ଫଳରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ଉନ୍ନତି ଆସିବ। ଏବେ ଦେଖିବା ଆପଣଙ୍କର ଯଦି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଛନ୍ତି, ଦେବଗୁରୁ ବୃହସ୍ପତି ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କର ଉଚ୍ଚ ସ୍ଥାନରେ ଗୋଚର କରୁଛନ୍ତି, ଯାହାଫଳରେ କି ଆପଣଙ୍କୁ ଧନ, ଜ୍ଞାନ, ବୁଦ୍ଧି, ବିବେକ ସବୁର ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି। ଏହି ନଭେମ୍ବର ମାସରେ ରାଶି ଚକ୍ର ମଧ୍ୟରେ କୁମ୍ଭ ରାଶିଙ୍କର ବ୍ୟକ୍ତିବିଶେଷଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ ଏହି ନଭେମ୍ବର ଏବଂ ଡିସେମ୍ବରରେ, କାରଣ ଏହି ନଭେମ୍ବର ଡିସେମ୍ବର ମଧ୍ୟରେ ଶନି ଆପଣଙ୍କର ଅଧିପତି ଏବଂ ଆପଣଙ୍କର ଉଚ୍ଚ ସ୍ଥାନରେ ରହିବେ ଏବଂ ଦେବଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କର ଉଚ୍ଚ ସ୍ଥାନରେ ରହିବେ। ଫଳରେ ଆପଣଙ୍କ ଜୀବନରେ ଯେଉଁ ବାଧାବିଘ୍ନ ଆସୁଥିଲା, ଆପଣଙ୍କ ପାଖେ ଯେଉଁ ଶତ୍ରୁଙ୍କର ବୃଦ୍ଧି ହେଉଥିଲା, ଶତ୍ରୁ ମଧ୍ୟ ଚାହିଁଲେ ଆପଣଙ୍କର କିଛି କରିପାରିବେ ନାହିଁ ଏବଂ ଶତ୍ରୁ ନାଶ କରିବା ପାଇଁ ଆପଣଙ୍କର ମଧ୍ୟ ସୂର୍ଯ୍ୟ ରାଜନୀତିର ଦେବତା ଆପଣଙ୍କର ନବମ ଘରେ ଗୋଚର କରୁଛନ୍ତି, ଯାହା ଆପଣଙ୍କ ଜୀବନଟିକୁ ବହୁତ ମାତ୍ରାରେ ଉନ୍ନତି କରାଇବେ ଏବଂ ଆପଣଙ୍କର ରାଶିଟି ଏମିତି ଏକ ରାଶି ହେଇଯିବ ଯାହାଙ୍କର ନବଗ୍ରହ ସ୍ଥିତି ଆପଣଙ୍କର ସୌଭାଗ୍ୟରେ ରହିବ। ଫଳରେ ଆପଣଙ୍କ ଜୀବନରେ ଯେଉଁ ବାଧାବିଘ୍ନ ଆସୁଥିଲା ଏବଂ ଆପଣଙ୍କର ଯେଉଁ ଶତ୍ରୁଙ୍କର ଭୟ ରହୁଥିଲା ସେଗୁଡ଼ିକ ସବୁ ଦୂରେଇ ଯିବ। ଏହି ନଭେମ୍ବର ମାସରେ ଆପଣଙ୍କର ବିବାହ ଯୋଗ ମଧ୍ୟ ଅଛି। ଆପଣ କୌଣସି ଜମି ମଧ୍ୟ କ୍ରୟ କରିପାରନ୍ତି, ବାସଗୃହ ମଧ୍ୟ ନିର୍ମାଣ କରିପାରନ୍ତି, କୌଣସି ଦୂର ମଧ୍ୟ ତୀର୍ଥଯାତ୍ରା କରିପାରନ୍ତି। ଆପଣ କୌଣସି ନୂତନ ଗାଡ଼ି, ବାଇକ୍ ହେଉ କିମ୍ବା କାର୍ ହେଉ ଯେକୌଣସି ମାତ୍ରାରେ କ୍ରୟ କରିପାରନ୍ତି। ଏହି ନଭେମ୍ବର ମାସରେ ଆପଣଙ୍କର ଆୟ ରହିବ 18 ଏବଂ ବ୍ୟୟ ରହିବ 3, ମାତ୍ର ସ୍ଥିତି ରହିବ ଆପଣଙ୍କର 15। ମାନେ ଭାବନ୍ତୁ ଆପଣଙ୍କର ସ୍ଥିତି କେତେ ମାତ୍ରାରେ ରହୁଛି। ତେଣୁ ଆପଣଙ୍କ ପାଇଁ ଏହି ନଭେମ୍ବର ମାସରେ ବହୁତ ମାତ୍ରାରେ ଉନ୍ନତି ଆସିବ। ଏବେ ଯଦି ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୂର୍ଯ୍ୟଙ୍କ ସହ ନବମ ଘରେ ଏକତ୍ରିତ ଅଛନ୍ତି କିଏ ନା ବୁଧଙ୍କ ହେତୁ ଆପଣଙ୍କ ଜୀବନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ତ କିଛି ବାଧାବିଘ୍ନ ହେବ ନାହିଁ। ଯଦି ଆସିବ ଆପଣଙ୍କର କୌଣସି ଛୋଟ ମୋଟ ଆକ୍ସିଡେଣ୍ଟ ହେବ ପାଇଁ ଏହି ନଭେମ୍ବର ମାସରେ କିଛି ବାଧାବିଘ୍ନ ହେବାର ସୃଷ୍ଟି ମଧ୍ୟ ନାହିଁ। ଏହି ନଭେମ୍ବର ମାସରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ଉନ୍ନତି ହେବ ଏବଂ ସ୍ୱାସ୍ଥ୍ୟ ଅବସ୍ଥାରେ ଆପଣଙ୍କର ଯେଉଁ ଚର୍ମଜନିତ ରୋଗ ରହୁଥିଲା, ଶ୍ୱାସଜନିତ ରୋଗ ରହୁଥିଲା, ଛାତି ପେନ୍ ହେଉଥିଲା, ହାର୍ଟ ଚୋକ୍
ଯେପରି ଆପଣଙ୍କର ଯେଉଁ ସମସ୍ୟା ରହୁଥିଲା ଏଗୁଡ଼ିକ ମଧ୍ୟ ଦୂର ହୋଇଯିବ। ଆପଣଙ୍କର କୋଲେଷ୍ଟ୍ରଲ ଯଦି ବଢ଼ି ଯାଉଥିଲା ସେଗୁଡ଼ିକ ମଧ୍ୟ ଦୂର ହୋଇଯିବ। କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଏହି ନଭେମ୍ବର ମାସରେ ଆପଣଙ୍କ ଜୀବନଟି ସୁନା ପରି ଚମକିବ। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବା ସହ ଜୟ ଶନିଦେବ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।